କାହାଣୀ ଗଛର ସେବା ନା ଋଣ ପରିଶୋଧ। ବ୍ରହ୍ମା ମହାଶୟ ଜଣେ ଭଲ ଜ୍ୟୋତିଷ ଥିଲେ। ଦିନେ ଗୋଟେ ବାଇଗଣ ଗଛ ତାଙ୍କ ଦାଣ୍ଡ ଦୁଆରେ ଦେଖାଗଲା। ଗଛଟି ଖୁବ୍ ଶୀଘ୍ର ସୁନ୍ଦର ହୋଇ ବଢ଼ିଲା। ବ୍ରହ୍ମା ମହାଶୟ ଗଛଟି ପ୍ରତି ଆକର୍ଷିତ ହୋଇ ତାର ସୁରକ୍ଷା ସମ୍ବର୍ଦ୍ଧନାର ବ୍ୟବସ୍ଥା କଲେ। ଖୁବ୍ କମ୍ ଦିନରେ ସେଥିରେ ଫୁଲ ଫଳ ଧରିଲା। ପ୍ରଥମ ଫଳଟି ପ୍ରଭୁଙ୍କୁ ସମର୍ପଣ କରି ନିଜେ ବ୍ୟବହାର କଲେ। ତାପରେ ସେ ଗଛରେ ଏତେ ଫଳିଲା ଯେ ନିଜେ ତ ଯଥେଷ୍ଟ ଖାଇଲେ, ଅନ୍ୟମାନଙ୍କୁ ବି ବାଣ୍ଟିଲେ। ସେହି ବାଇଗଣ ଗଛଟିକୁ ଦେଖି ଦିନେ ଜଣେ ଆଗନ୍ତୁକ ବ୍ରହ୍ମାଙ୍କୁ କହିଲେ, ମୋ ଜୀବନ କାଳ ମଧ୍ୟରେ ଏତେ ବଡ଼ ବାଇଗଣ ଗଛ ଦେଖିନି। ବ୍ରହ୍ମା କହିଲେ, ଏଇ ବର୍ଷକୁ ମିଶେଇ 3 ବର୍ଷ ହେଲା ବହୁତ ଫଳ ଦେଉଛି, ଭାରି ସୁସ୍ୱାଦୁ, ତୁମେ ମଧ୍ୟ କିଛି ନିଅ। ଆଗନ୍ତୁକ କହିଲେ, ମୁଁ ବାଇଗଣ ନେବା କଥା କହୁନି, ଏତେ ବଡ଼ ଗଛ ପୁଣି 3 ବର୍ଷ ହେଲାଣି, ମୋତେ ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି। ହୁଏତ କେହି ଜଣେ ବାଇଗଣ ଗଛ ହୋଇ ଆପଣଙ୍କ ଋଣ ପରିଶୋଧ କରୁଛି କିମ୍ବା ଆପଣଙ୍କର ସେବା କରୁଛି। ଏକଥା ଶୁଣି ବ୍ରହ୍ମା ଚମକି ପଡ଼ିଲେ ଏବଂ ଗାଁର ଜଣେ ନୈଷ୍ଠିକ ବ୍ରାହ୍ମଣଙ୍କୁ ଯାଇ ସବୁ କଥା ଜଣାଇଲେ। ବ୍ରାହ୍ମଣ କହିଲେ, ତୁମେ ତାର ସେବା କରିବା ହେଉ କି ଋଣ ପରିଶୋଧ କରିବା ହେଉ, ଯଦି ତା ଉପରେ ତୁମେ ସନ୍ତୁଷ୍ଟ ତେବେ ସେ କଥା ତାକୁ ଜଣାଇ ଦିଅ। ବ୍ରହ୍ମା ମହାଶୟ ତା ପରଦିନ ସକାଳୁ ଗାଧୁଆ ପାଧୁଆ ସାରି ପୂଜା ପାଠ ସାରି ବୃକ୍ଷ ପାଖକୁ ଆସିକି କହିଲେ, ହେ ବୃକ୍ଷ ଦେବତା, ତୁମେ କିଏ ମୁଁ ଜାଣିନି। ତୁମେ ଯଦି ମୋର ସେବା ପାଇଁ ଅଥବା ଋଣ ପରିଶୋଧ କରିବା ପାଇଁ ଏହି ବୃକ୍ଷ ଯୋନିରେ ଜନ୍ମ ନେଇଛ, ତେବେ ମୁଁ ତୁମ ଉପରେ ସନ୍ତୁଷ୍ଟ। ଆଜିଠାରୁ ତୁମେ ବିଦାୟ ନିଅ। ଏଇ କେଇ ପଦ ହୃଦୟର ବ୍ୟଥାକୁ କହି ଘରକୁ ଗଲେ। ଅପରାହ୍ନରେ ଦାଣ୍ଡ ଦୁଆରକୁ ଆସି ଦେଖନ୍ତି ତ ବାଇଗଣ ଗଛଟି ଝାଉଁଳି ଯାଇଛି। 2-4 ଦିନ ମଧ୍ୟରେ ଗଛଟି ପତ୍ରଝଡ଼ା ଦେଇ ମରିଗଲା। विचार क्रांति दूत यूट्यूब ओडिया चैनल को सब्सक्राइब करिया सह परवर्ती वीडियो प्राप्त करिया पई बेल आइकन दबांतु एवं विचार क्रांति दूत ओडिया फेसबुक पेज सह जोड़ी हुंतु। धन्यवाद।